ସମସ୍ତଙ୍କୁ ରଶ୍ମି ରେଖା କି ଦୁନିଆକୁ ବହୁତ ବହୁତ ସ୍ୱାଗତ। ଆଉ ଏବେ ତ ବହୁତ ଜୋରେ ଖରା ହେଉଛି ଆଉ ଗୁଳୁଗୁଳି ବି ହେଉଛି। ଆଉ ଏହି ସମୟରେ ଆମକୁ ଥଣ୍ଡା ଥଣ୍ଡା କିଛି ଜିନିଷ ଦରକାର ହେଇଥାଏ, ମାନେ ପିଇବାକୁ ଭଲ ଲାଗିଥାଏ। ଆଉ ସେଥିପାଇଁ ମୁଁ ଆଜି ଆପଣମାନଙ୍କ ପାଇଁ ନେଇକି ଆସିଛି ବହୁତ ବଢ଼ିଆ ରେସିପି, କଷ୍ଟାର୍ଡ଼ ମିଲ୍କ ସେକ୍। ଖରାଦିନେ ଆର ଚାହିଦା ବେଶୀ ଥାଏ, ମାନେ ପିଇବାକୁ ବେଶୀ ଭଲ ଲାଗେ। ଆଉ ଆଶା କରୁଛି ମୋର ରେସିପି ଆପଣ ସମସ୍ତଙ୍କୁ ପସନ୍ଦ ଆସିବ। ପସନ୍ଦ ଆସିଲେ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା। କଷ୍ଟାର୍ଡ଼ ମିଲ୍କ ସେକ୍ ପାଇଁ ମୁଁ ଏଠି କ୍ଷୀର 1 ଲିଟର ନେଇଯାଇଛି। ଆଉ 1 ଲିଟର କ୍ଷୀରକୁ ଆମେ ଅଧ ଲିଟର ହେବା ପର୍ଯ୍ୟନ୍ତ ତାକୁ ଭଲକି ଫୁଟେଇବା ପୁରା ଲୋ ଫ୍ଲେମ୍ରେ। ଆଉ ସବୁବେଳେ ଏମିତି ଘାଣ୍ଟି ଚାଲିବା, ନହେଲେ ତଳ ଲାଗିଯିବ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏଠି ଦେଖନ୍ତୁ କ୍ଷୀର ମୋର ମରିଗଲାଣି। ଆଗରୁ ମୋର କ୍ଷୀର ମରିଯାଇଥିଲା, ସେଥିପାଇଁ ଆଉ ଟିକେ ଫୁଟେଇ ଦେଲା ପରେ ଆହୁରି ବହଳିଆ ହେଇଯାଇଛି। ଏବେ ଏଥିରେ ଚିନି ଆଡ଼୍ କରିବା। ଆଉ ଚିନିକି ଦେଇ ସାରିଲା ପରେ ତାକୁ ବି ଘାଣ୍ଟିବା, ଚିନିଟା ମେଲ୍ଟ ହେବା ପର୍ଯ୍ୟନ୍ତ। କ୍ଷୀର ଏପଟେ ଫୁଟୁଥାଉ, ଏହି ସମୟରେ ଆମେ କ'ଣ କରିବା, ଟିକେ ଶାଗୁକୁ ମୁଁ ବତୁରିକି ରଖିଦେଇଥିଲି, ଆଉ ତାକୁ ଟିକେ ବଏଲ୍ କରିକି ଆମେ ରଖିନେବା। ଶାଗୁ ପାଇଁ ମୁଁ ଏଠି ଟିକେ ପାଣି ବସେଇଛି, ଆଉ ସେଥିରେ ବି ଟିକେ ଚିନି ଦେଇଦେବା। ତାପରେ ଏ ଯେଉଁ ବତୁରା ଶାଗୁକୁ ଏବେ ସେ ପାଣିରେ ଦେଇକି ତାକୁ ଟିକେ ଭଲକି ସିଝେଇ ନେବା। ଆଉ ଏଇଠି ଦେଖନ୍ତୁ ପାଣି ଫୁଟିଗଲାଣି। ମୁଁ ଏବେ ଶାଗୁକୁ ପକାଇ ଦେଉଛି। ଆଉ ଶାଗୁ ଗୋଟେ ଫୁଟଣ ଆସିଲେ ଆମେ ଗ୍ୟାସ୍କୁ ବନ୍ଦ କରିବା। ଶାଗୁ ବି ଦେହ ପାଇଁ ଭଲ, ପେଟ ଥଣ୍ଡା ରଖିବ। ଆଉ ଆମେ ବି ଏଇ ଷ୍ଟେଜ୍ରେ କ'ଣ କରିବା, 2 ଚାମଚ ସବ୍ଜା ସିଡ଼୍କୁ ଆମେ ପାଣିରେ ବତୁରେଇ ଦେଇଥିବା, ତାକୁ ବି ଆମେ କଷ୍ଟାର୍ଡ଼ ମିଲ୍କ ସେକ୍ରେ ସଜେଇକି ପିଇପାରିବା। ସେଇଟା ବି ଦେହ ପାଇଁ ଭଲ, ଆଉ ପେଟ ଥଣ୍ଡା ବି ରହିବ। ଏଇଠି ଦେଖନ୍ତୁ ଶାଗୁ ହେଇଗଲା। ଆଉ ମୁଁ ଟିକେ କଲର୍ ଦେଇଦେଇଛି ୟେଲୋ କଲର୍, ଟିକେ ଭଲ ଦେଖାଯିବା ପାଇଁ। ଆଉ ଇଏ ବି ଥଣ୍ଡା ହେଇଯାଇଛି। ଏବେ ଆମେ କ'ଣ କରିବା, ଆମେ ଗୋଟେ ସାଇଡ଼୍ରେ ରଖିଦେବା। ଆଉ ତାକୁ ଜାଗାରେ ଥଣ୍ଡା ହେବା ପାଇଁ ଫ୍ରିଜ୍ରେ ରଖିଦେବା। ଫ୍ରିଜ୍ରେ ରଖିନେବା। ଏବେ ଆମର କ୍ଷୀର ଦେଖିବା, କ୍ଷୀର ଫୁଟିଗଲାଣି ତ ହେଇ ଆସିଲାଣି। ଏଇଠି ମୁଁ ଆଉ ଏବେ ମୁଁ ସେଥିରେ 3 ଚାମଚ 4 ଚାମଚ କଷ୍ଟାର୍ଡ଼ ପାଉଡ଼ର ନେଉଛି। ଆପଣ ଏଥିରେ କମ୍ ବେଶୀ କରିବେ, ଯେତିକି ବନଉଛନ୍ତି ସେଇ ହିସାବରେ ଚାମଚ ସାହାଯ୍ୟରେ। ମୁଁ ଯେହେତୁ 2 ଗ୍ଲାସ୍ କରିବି, ସେଥିପାଇଁ ମୁଁ ଏଠି 3 ଚାମଚ ଖଣ୍ଡେ ନେଇଯାଉଛି। ମୋ କ୍ଷୀର ଯେତିକି ଅଛି ସେଇ ହିସାବରେ ନେଉଛି। ଆପଣମାନେ ଚାହିଁଲେ ଏଠି କଷ୍ଟାର୍ଡ଼ ପାଉଡ଼ରରେ ପାଣି ନ ମିଶାଇକି କ୍ଷୀରରେ ବି ମିଶାଇ ପାରିବେ। ମୁଁ ପାଣି ଦେଇ ଦେଉଛି, କାରଣ କ୍ଷୀର ସବୁ ମୁଁ ଫୁଟେଇ ଦେଇଛି। କଞ୍ଚା କ୍ଷୀର ମୋ ପାଖରେ ନାହିଁ, ମାନେ ଥଣ୍ଡା କ୍ଷୀର ମୋ ପାଖରେ ନାହିଁ। ଆଉ ଏଇଠି ମୁଁ ଟିକେ କେଶର ଦେଇ ଦେଉଛି। ଆଉ ତାପରେ ଟିକେ ଗୋଳେଇ ନେବା। ଏବେ ସେ ଗୋଳେଇ ରଖିଥିବା କଷ୍ଟାର୍ଡ଼କୁ ଏଠି ଢାଳିକି ଆମେ କଣ୍ଟିନ୍ୟୁଅସ୍ ଘାଣ୍ଟି ଚାଲିବା, ନହେଲେ ଏଇଟା ଲାଗିଯିବ ତଳ। ଫୁଟିବା ପର୍ଯ୍ୟନ୍ତ ତାକୁ ଏମିତି ଗୋଳଉଥିବା। ଆଉ ଭଲକି ଫୁଟିଗଲା ପରେ ଆମର ଗ୍ୟାସ୍କୁ ବନ୍ଦ କରିବା, ଆଉ ତାକୁ ଥଣ୍ଡା ହେବା ପାଇଁ ଛାଡ଼ିବା। ଆଉ ଏଇ କଷ୍ଟାର୍ଡ଼ ମିଲ୍କ ସେକ୍ ବନେଇବା ବହୁତ ସହଜ। ଆଉ ବିଶେଷ କରି ଏଟା ଛୋଟ ପିଲାମାନଙ୍କୁ ବି ବେଶୀ ଭଲ ଲାଗେ। ଛୋଟ କ'ଣ, ଛୋଟ ବଡ଼ ସମସ୍ତଙ୍କୁ ଭଲ ଲାଗିବ। ନିହାତି ଘରେ ବନାନ୍ତୁ, ଖାଆନ୍ତୁ। କେମିତି ହେଇଛି ନିହାତି କମେଣ୍ଟ କରନ୍ତୁ, ଆଉ ନିହାତି ମୋତେ ସପୋର୍ଟ କରନ୍ତୁ। ଥଣ୍ଡା ହେଇଗଲା ପରେ ଏକୁ ଫ୍ରିଜ୍ରେ ଆମେ 2 ରୁ 3 ଘଣ୍ଟା ରଖିଦେବା। ଥଣ୍ଡା ଥଣ୍ଡା ଏକୁ ଆମେ ସର୍ଭ କରିବା। ଏଇଠି ଦେଖନ୍ତୁ ମୋର ଥଣ୍ଡା ହେଇଯାଇଛି। ଏବେ ମୁଁ ଗ୍ଲାସ୍କୁ ଓଜାଡ଼ି ଦେଉଛି କଷ୍ଟାର୍ଡ଼ ମିଲ୍କ ସେକ୍କୁ। ତାପରେ ତାକୁ ଆମେ ସବ୍ଜା ସିଡ଼୍ ଦେଇଦେବା। ତାପରେ ଯେଉଁ ଶାଗୁ ରଖିଥିଲେ ତାକୁ ବି ଦେଇଦେବା। ଟିକେ ସଜେଇକି ପିଇଲେ ଭଲ ଲାଗିବ।
ଆଉ ଇଏ ସବ୍ଜା ସିଡ୍ ଏବେ ତ ଆମେ ଦେହ ପାଇଁ ଗ୍ଲାସରେ ଭଲ, ପେଟକୁ ଥଣ୍ଡା ରଖିବ। କଷ୍ଟାର୍ଡ଼ ଖରାଦିନେ ଏକୁ ମିଲ୍କ ନିହାତି ବି ଖାଇବା ଦେବା, ଦରକାର। ତାପରେ ଆଉ ସବ୍ଜା ସିଡ୍ ଶାଗୁ ବି ଦେବା। ତ ଥଣ୍ଡା ଜିନିଷ, ଆଉ ଆପଣଙ୍କ ଏସବୁକୁ ଆମେ ହିସାବରେ ଆପଣ ଦେଇକି ସଜେଇ ପାରିବେ। ସଜେଇବା। ଏଇଠି ଶାଗୁ ଯେଉଁ ମୁଁ ଦେଇଦେଲି। ଶାଗୁ ରଖିଥିଲି ସିଝେଇକି କଲର୍ ବାଲା ଶାଗୁ, ତାକୁ ଦେଇଦେବା। ଆଉ ଆମ୍ବ ଛୋଟ ଛୋଟ କାଟିକି ରଖିଥିଲି, ତାକୁ ବି ଦେଇଦେବା। ଟିକେ ସଜେଇଲେ ଆଖିକି ସୁନ୍ଦର ଦେଖାଯିବ, ଆଉ ସୁନ୍ଦର ଦେଖାଯିବା ଜିନିଷ ଖାଇବା ପାଇଁ ବେଶୀ ଟେଷ୍ଟ ଲାଗିବ। ଏଠି ଆମ୍ବକୁ ଦେଇଦେଲା ପରେ ମୁଁ କିଛି ଡ୍ରାଏ ଫ୍ରୁଟ୍ସ ତା ସାଙ୍ଗରେ ଆଡ଼୍ କରିଦେଇଛି। ଏଇଠି ଆମର ରେଡ଼ି ହେଇଗଲା କଷ୍ଟାର୍ଡ଼ ମିଲ୍କ ସେକ୍। ଆଉ ୟାକୁ ଥଣ୍ଡା ଥଣ୍ଡା ପିଅନ୍ତୁ, ତା'ର ମଜା ନିଅନ୍ତୁ। ରହୁଛି, ଜୟ ଜଗନ୍ନାଥ।